ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ। ବଣ୍ଡା ଜାତି ଏକ ସ୍ୱତନ୍ତ୍ର ଜାତି। ବଣ୍ଡା ଜନଜାତିର ପୁଷ୍ପର୍ବ ଆରମ୍ଭ ହୋଇଯାଇଛି। ମାଲକାନଗିରି ଜିଲ୍ଲାର ଅଣ୍ଡ୍ରାହେଲ ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଏକ ନିଆରା ପୁଷ୍ପର୍ବ। ଏହାକୁ ବଣ୍ଡା ଜନଜାତିର ଲୋକମାନେ ଲାଠି ପର୍ବ ବୋଲି କହିଥାନ୍ତି। ଏହି ପର୍ବ ଏମାନଙ୍କର ପୂର୍ବପୁରୁଷ ମାନଙ୍କ ଠାରୁ ଆରମ୍ଭ ହୋଇଛି। ଏହା ବଂଶାନୁକ୍ରମିକ ଭାବରେ ପାଳନ କରି ଆସୁଛନ୍ତି। ପାରମ୍ପରିକ ପର୍ବ ପରବ ଗାଁର ଠାକୁରାଣୀ ଦେବୀ ମନ୍ଦିର ଠାରୁ ଆରମ୍ଭ ହୋଇ ସଦର ଦାଣ୍ଡ ଯାଏଁ ଆସିଥାଏ। ଗାଁର ସମସ୍ତ ଲୋକ ଯୋଗଦାନ କରିଥାନ୍ତି। ଗାଁର ପୁରୁଷମାନେ ଏଠାରେ ଗୋଟିଏ ଖେଳ ବା ପ୍ରତିଯୋଗିତା ଅନୁଷ୍ଠିତ କରିଥାନ୍ତି। ସମସ୍ତେ ରକ୍ତମୁଖା ହୋଇ ଜଣେ ଅନ୍ୟ ଜଣଙ୍କ ଉପରେ ସର୍ପ ଗଛର ଲାଠି ସହିତ ପ୍ରହାର କରିଥାନ୍ତି। ତାପରେ ପିଠି ଲାଲ ପଡିବା ଯାଏ ଏହି କ୍ଷତ ପ୍ରହାର ଚାଲିଥାଏ। ଏହି କ୍ଷତ ସ୍ଥାନରେ ମହିଳା ବାଟି ଲେପ ଦେଇଥାନ୍ତି ଏବଂ ପ୍ରତିଯୋଗିତା ପରେ ସମସ୍ତେ ଏକାଠି ମିଳିମିଶି ପରବ ଧୁମଧାମରେ ପାଳନ କରିଥାନ୍ତି ଏବଂ ଏକାଠି ଖାଇବାର ମଜା ନେଇଥାନ୍ତି। ଏହା ବଣ୍ଡା ମାନଙ୍କର ପାରମ୍ପରିକ ଲାଠି ପର୍ବ। ଲମତାପୁର ପ୍ରତିନିଧି ରାମଚନ୍ଦ୍ର ଖିଲଙ୍କ ରିପୋର୍ଟ, ବ୍ରହ୍ମ ମୁହୂର୍ତ୍ତ ଲାଇଭ।